ए तो स्वर्गर पारिजात फूल एठी केमिति आसिला ता माने ए फूल माला गळारे पिंदिकी इंदुमतीकर मृत्यु होईची मोर भी ए माला पिंदिबा उचित तांको छाड़ी कि मु जमारू भी बंची पारिबिनी जमारू भी नुहे एबे माँ कौशल्या तुम स्वामी महाराज दशरथ आड़ को टिके चाह आउ गोटे যৌতুକ देवाकू चाहूछि मु कौन महाराज कैकेय मु मो झीर सबु बेले सांगेरे रहिबा पई जणे दासी को पठेइबाकू चाहूछि कुबुजी मंथरा महाराज दशरथ आज ठारू आपण ए गिरिराज नगरर जामाता। अच्छा सांग माने आज तुम मानंकु देखेबी अयोध्यार राजा दशरथंक कहानी। राजा दशरथ एते वीर एवं पराक्रमी थिले जे समस्त राजा माने तांको राज्यर जामाता हिसाब रे वरण करिबा पई अत्यंत इच्छा प्रकाश करुथिले। चलो आमे माने देखिबा दशरथंक विवाहर कहानी। हेले ता आगरु तुम मानंकु मने पकई दउछि जे राजा अज एवं रानी इंदुमतींक संतान हेले राजा दशरथ जे प्रकृतरे थिले स्वर्गर गंधर्व एवं गांधर्वी। इंदुमती मु आज सर्वज्ञ वशिष्ठ ऋषि को एठिके आमंत्रित करिछि एबे ही से आसी जिबे। कौन पई किछि विशेष कार्य अछि कि? हाँ इंदुमती से कहितिले 1 वर्ष बयस हेले दशरथर जातक तैयारी करी भविष्यत कहिदेबे। जी जहाँ भी कहतु आपण देखिबे आम पुत्र दशरथ दिने ठीक आपणक भली दयालु एवं पराक्रमशाली राजा हब। नारायण नारायण ताई तो हब इंदुमती हेले सेई दिनटाकू जे तुमे माने देखि पारिबो नाही। तुम मानंकर अभिशप्त जीवनर समय जे सरी आसिलानी। नारायण नारायण इंदुमती इंदुमती ए कौन है गला इंदुमती तुमको छाड़ी की मु केमिति रहिबी। अरे ए तो स्वर्गर पारिजात फूल एठी केमिति आसिला ता माने ए फूल माला गळारे पिंदिकी इंदुमतीकर मृत्यु होईची ताले मोर भी ए माला पिंदिबा उचित तांको छाड़ी कि मु जमारू भी बंची पारिबिनी जमारू भी नुहे। देवर्षि नारद प्रणाम। ये मु कोठी के आसिगली देवर्षि? नारायण नारायण तुमे बे स्वर्गरे छिड़ा हेइछ इंदुमती। इंदुमती तुम्हें एठी? नारायण नारायण अज इंदुमती तुमे दुई जन विगत जन्मरे गांधर्व एवं गांधर्वी थिल। अभिशाप पाई तुम मानंकर पृथ्वी रे मानव जन्म होइथिला। आज से अभिशापर समय सीमा पूर्ण होइछि सेथि पई तुमे माने पारिजात पुष्प छुआरे स्वर्ग को फेरी आसिल। एबे जाओ तुमे माने स्वर्ग राज्य भीतर को प्रवेश कर। नारायण नारायण सखी केते मजा लागुचे दोली खेलिबा पई। सतरे राजकन्या कौशल्या तमे ऑटो कनी सखी सेमिति झुलो था।
ଆଚ୍ଛା ତୁମେ ଠିକ୍ କଥା କହିଛ ରାଣୀ। ଦେଖୁ ଦେଖୁ କୌଶଲ୍ୟା ବହୁତ ବଡ଼ ହେଇଗଲାଣି। ଏବେ ତାର ବିବାହ କରିବାକୁ ପଡ଼ିବ। ସେଇ କଥା ତ ଆପଣଙ୍କୁ କହୁଛି କୁଶଳ ରାଜା। ଝିଅ ଆମର ରୂପରେ ଲକ୍ଷ୍ମୀ, ଗୁଣରେ ସରସ୍ୱତୀ। ଯେକୌଣସି ରାଜାଙ୍କ ହାତରେ ତ ଆମେ ତାକୁ ଦେଇପାରିବାନି ମହାରାଜ। ହଁ ମହାରାଜ ଦଶରଥ, କୌଶଳ ରାଜା ତାଙ୍କ ରୂପବତୀ କନ୍ୟା କୌଶଲ୍ୟାଙ୍କ ପାଇଁ ଏକମାତ୍ର ଆପଣଙ୍କୁ ହିଁ ଯୋଗ୍ୟ ଭାବୁଛନ୍ତି। ଏବେ ଆପଣ ଯଦି ରାଜି ହୁଅନ୍ତି ତାହେଲେ କୌଶଳ ଏବଂ ଅଯୋଧ୍ୟା ଆତ୍ମୀୟତା ବନ୍ଧନରେ ଆବଦ୍ଧ ହୋଇଯିବେ। ତା ଛଡ଼ା ଆମ ରାଜକନ୍ୟା କୌଶଲ୍ୟାଙ୍କର ରୂପ ଗୁଣର ବର୍ଣ୍ଣନା ଯେତେ କଲେ ବି କମ୍ ପଡ଼ିଯିବ। ଏମିତି ରୂପବତୀ କନ୍ୟା ଆପଣ ଆଉ କୋଉଠି ବି ପାଇବେନି ମହାରାଜ। ଯଦି ସମ୍ମତ ହୁଅନ୍ତି ତାହେଲେ ଆଗାମୀ ଶୁଭ ଲଗ୍ନରେ ଏହି ବିବାହ ସମ୍ପନ୍ନ ହୋଇପାରିବ। ମହାମନ୍ତ୍ରୀ, ଇଏ ତ ବହୁତ ଉତ୍ତମ ପ୍ରସ୍ତାବ ମହାରାଜ। ଜଣେ ସୁଲକ୍ଷଣା ରାଣୀଙ୍କ ବ୍ୟତୀତ ଏତେ ସୁନ୍ଦର ରାଜପ୍ରାସାଦ କେମିତି ଶୂନ୍ୟ ଭଳି ଲାଗୁଛି। ମହାମନ୍ତ୍ରୀ, ଆପଣ ମୋ ପିତୃତୁଲ୍ୟ। ଆପଣଙ୍କୁ ଯଦି ଲାଗୁଛି ଏ ସମ୍ବନ୍ଧ ସ୍ଥିର ହେଲେ କୁଶଳ ଏବଂ ଅଯୋଧ୍ୟା ଭିତରେ ଗୋଟେ ନିବିଡ଼ ସମ୍ପର୍କ ତିଆରି ହେବ, ତାହେଲେ ମୁଁ ରାଜି। ଆଜ୍ଞା, ତାହେଲେ ଆପଣ ଯାଇକି କୁଶଳ ରାଜାଙ୍କୁ ଖବର ଦିଅନ୍ତୁ ମହାରାଜା ଦଶରଥ ଏ ବିବାହ କରିବାକୁ ରାଜି ଅଛନ୍ତି। ସାଧୁ ସାଧୁ ସାଧୁ। ମହାରାଜଙ୍କୁ ତାହେଲେ ବିବାହର ଆୟୋଜନ ଆରମ୍ଭ କରିବାକୁ କହୁଛି। ନିଶ୍ଚୟ, ଆମେ ବହୁ ଆଡମ୍ବରରେ ଆମ ମହାରାଜାଙ୍କୁ ନେଇ ଖୁବ୍ ଶୀଘ୍ର କୁଶଳ ଅଭିମୁଖେ ଯାତ୍ରା କରିବୁ। ସେନାପତି ମହାଶୟ, ଆପଣ ସାରଥୀକୁ ସୁସଜ୍ଜିତ ରଥ ପ୍ରସ୍ତୁତ କରିବାକୁ କୁହନ୍ତୁ। ଆଉ ତା ସହିତ ସୈନ୍ୟ ସାମନ୍ତ ଯେମିତି ପ୍ରସ୍ତୁତ ହୁଅନ୍ତି। ଆଉ ହଁ, ଏ ଆନନ୍ଦର ଯାତ୍ରାରେ ତୁରୀ, ଭେରୀ, ବାଜା, ଢୋଲ, ଶଙ୍ଖ, ସାହାନାଇ ବାଦ୍ୟ, ବାଦକ ଏବଂ ନର୍ତ୍ତକୀ ମାନେ ବି ଯେମିତି ସାଙ୍ଗରେ ଯାଆନ୍ତି। ଯଥାଜ୍ଞା ମହାମନ୍ତ୍ରୀ। ରାଜା ଦଶରଥ ରାଜି ହେବାରୁ ବହୁତ ସେନା ସୈନ୍ୟ ନେଇ ଠିକ୍ ସମୟରେ ଉପସ୍ଥିତ ହେଲେ କୁଶଳ ନଗରରେ। ଏବେ ଶୁଭ ଦୃଷ୍ଟିର ପାଳି। ମହାରାଜ ଦଶରଥ, ଏବେ ଆମ କନ୍ୟାଙ୍କ ମୁଖକୁ ଟିକେ ଚାହନ୍ତୁ। ସାଧୁ ସାଧୁ। ଏବେ ମା କୌଶଲ୍ୟା, ତୁମ ସ୍ୱାମୀ ମହାରାଜ ଦଶରଥଙ୍କ ଆଡ଼କୁ ଟିକେ ଚାହଁ। ସାଧୁ 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 ସାଧୁ। ମହାରାଜ, ଗିରିରାଜ ନଗରର ରାଜଦୂତ ଆପଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି। ତାଙ୍କୁ ଆସିବାକୁ କୁହ। ପ୍ରଣାମ ମହାରାଜ। କୁହ ଦୂତ, କଣ କହିବାକୁ ଚାହୁଁଛ? ମହାରାଜ, ଗିରିରାଜ ନଗରର ରାଜକନ୍ୟା କୈକେୟୀଙ୍କ ସ୍ୱୟଂବର ସଭାରେ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି ମୁଁ। ଆପଣଙ୍କ ଭଳି ସୁରବୀର ଯଦି ସେ ସଭାରେ ଯୋଗଦାନ କରନ୍ତି ତାହେଲେ ଆମ ମହାରାଜ ବହୁତ ଖୁସି ହେବେ। ଏହା ହେଉଛି ନିମନ୍ତ୍ରଣ ପତ୍ର। ଆମ ରାଜକନ୍ୟା କୈକେୟୀଙ୍କ ରୂପର ଖ୍ୟାତି ଜଗତରେ ଯୋଡ଼ା। ସେଥିପାଇଁ ତାଙ୍କର ସ୍ୱୟଂବରରେ ନାନା ଦେଶର ରାଜା ମହାରାଜା ସମସ୍ତେ ଯୋଗଦାନ କରୁଛନ୍ତି ତାଙ୍କୁ ରାଣୀ ଭାବରେ ପାଇବା ଆଶାରେ। ଯଦିଓ ମୁଁ କିଛି କାଳ ଆଗରୁ ରାଜକନ୍ୟା କୌଶଲ୍ୟାଙ୍କୁ ବିବାହ କରିଛି, ତଥାପି ଗିରିରାଜ ନଗରର ମହାରାଜାଙ୍କ ନିମନ୍ତ୍ରଣ ମୁଁ ସ୍ୱୀକାର କରିଲି। ମହାରାଜାଙ୍କୁ ଜଣେଇବ ମୁଁ ଯିବି ରାଜକନ୍ୟା କୈକେୟୀଙ୍କ ସ୍ୱୟଂବର ସଭାରେ। ଯଥାଜ୍ଞା ମହାରାଜ। ମହାରାଜ ଯଦି ସ୍ୱୟଂବର ସଭାରେ ରାଜକନ୍ୟା କୈକେୟୀଙ୍କୁ ଜୟ କରି ଏ ଅଯୋଧ୍ୟାକୁ ନେଇ ଆସନ୍ତି, ତାହେଲେ ମୁଁ ତାକୁ ନିଜ ଭଗିନୀ ପରି ସ୍ନେହ କରିବି। ଆଉ ଦୁଇ ଭଗିନୀ ମିଶି ମହାରାଜାଙ୍କର ଆହୁରି ସେବା କରିପାରିବୁ।
এই ସ୍ୱୟଂବର ସଭାରେ ମୋର ଯୋଗଦାନକୁ ନେଇ ତୁମର କିଛି ଆପତ୍ତି ନାହିଁ ତ କୌଶଲ୍ୟା? ନା ମହାରାଜ, ଆପଣ ବିନା ଦ୍ୱିଧାରେ ଏହି ସ୍ୱୟଂବର ସଭାରେ ଯୋଗଦାନ କରନ୍ତୁ। ମୋର ଏଥିରେ ପୂର୍ଣ୍ଣ ସମ୍ମତି ଅଛି। ଅବନ୍ତୀ ନଗରର ରାଜା ପଦାର୍ପଣ କରୁଛନ୍ତି। ରାଜକୁମାରୀ କୈକେୟୀଙ୍କ ସ୍ୱୟଂବର ସଭାରେ ଏବେ ପଦାର୍ପଣ କରୁଛନ୍ତି କାଞ୍ଚି ନଗରର ମହାରାଜ ସୁତନୁ। କୈକେୟ ରାଜା ଧର୍ମକେତୁ ପଦାର୍ପଣ କରୁଛନ୍ତି। ଏବେ ପଦାର୍ପଣ କରୁଛନ୍ତି ଅଯୋଧ୍ୟାଧିପତି ମହାରାଜ ଦଶରଥ। ଉପସ୍ଥିତ ରାଜନବର୍ଗ, ଗିରିରାଜ ନଗରର ସମସ୍ତ ଅଧିବାସୀଙ୍କ ତରଫରୁ ଆଜିର ଏହି ସ୍ୱୟଂବର ସଭାରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ରାଜ୍ୟର ରାଜକନ୍ୟା, ମୋ ନୟନର ମଣି କୈକେୟୀର ଏହି ସ୍ୱୟଂବର ସଭାର ଆୟୋଜନ ଯଦିଓ ମୁଁ କରିଛି, ତଥାପି ମୁଁ ବିଶ୍ୱାସ କରେ ପ୍ରତ୍ୟେକ କନ୍ୟା ତା ନିଜ ଜୀବନସାଥୀ ଚୟନ କରିବାର ଅଧିକାର ଅଛି। କୈକେୟୀକୁ ମୁଁ ନାନା ଶାସ୍ତ୍ରରେ ଓ କଳା ବିଦ୍ୟାରେ ଶିକ୍ଷିତ କରିଛି। ମୋର ସ୍ଥିର ବିଶ୍ୱାସ ତାର ସ୍ୱାମୀ ନିର୍ବାଚନ କ୍ଷେତ୍ରରେ ସେ ସଠିକ୍ ସିଦ୍ଧାନ୍ତ ନେବ। ଗିରିରାଜ କନ୍ୟା ଅପୂର୍ବ କୈକେୟୀ ସମସ୍ତ ରାଜାଙ୍କୁ ନିରାଶ କରି ବରମାଳା ପିନ୍ଧେଇଲେ ରାଜା ଦଶରଥଙ୍କ ଗଳାରେ। ରାଜକନ୍ୟା, ଇଏ ହେଲେ ଅଯୋଧ୍ୟାର ରାଜା ଦଶରଥ। ସାଧୁ 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 ସାଧୁ। ଆଶୀର୍ବାଦ କରୁଛି, ସୁଖୀ ହ ମା କୈକେୟୀ। ସୁଖରେ ରହ ମା। ମହାରାଜ ଦଶରଥ, ଆଜିଠାରୁ ଆପଣ କେବଳ ମାତ୍ର ଅଯୋଧ୍ୟାପତି ନୁହନ୍ତି, ଆଜିଠାରୁ ଆପଣ ଏଇ ଗିରିରାଜ ନଗରର ଜାମାତା। ଏବେ ମୋତେ ଅନୁମତି ଦିଅନ୍ତୁ ମହାରାଜ କୈକେୟ, ଆପଣଙ୍କ କନ୍ୟା କୈକେୟୀଙ୍କୁ ନେଇ ମୁଁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବି। ନିଶ୍ଚୟ, ହେଲେ ଖାଲି ହାତରେ ତ ମୁଁ ଆପଣଙ୍କୁ ଯିବାକୁ ଦେଇପାରିବିନି। ସାମାନ୍ୟ କିଛି ଯୌତୁକ, ମାନେ ଆପଣଙ୍କ ଶ୍ରେଷ୍ଠ ସମ୍ପତ୍ତି ତ ଆପଣ ମୋତେ ଦେଇଛନ୍ତି ମହାରାଜ କୈକେୟ। ତଥାପି ଗିରିରାଜ ନଗରର ସମସ୍ତଙ୍କ ପକ୍ଷରୁ ସାମାନ୍ୟ କିଛି ମୋତି ମାଣିକ, ହୀରା ମୁକ୍ତା ଭରା ଏଇ ସିନ୍ଧୁକ ଆମ ଭାବି ଜାମାତାଙ୍କ ପାଇଁ ପ୍ରସ୍ତୁତ କରି ରଖିଥିଲୁ। ସେଇଟା ଆପଣଙ୍କୁ ଗ୍ରହଣ କରିବାକୁ ହେବ। ଠିକ୍ ଅଛି, ସେଥିରେ ଯଦି ଆପଣ ସମସ୍ତେ ସନ୍ତୁଷ୍ଟ ହୁଅନ୍ତି ତାହେଲେ ମୁଁ ନିଶ୍ଚୟ ତାହା ଗ୍ରହଣ କରିବି। ଆଉ ତା ସହିତ ଆଉ ଗୋଟିଏ ଯୌତୁକ ଦେବାକୁ ଚାହୁଁଛି ମୁଁ। କ'ଣ ମହାରାଜ କୈକେୟ? ମୁଁ ମୋ ଝିଅର ସବୁବେଳେ ସାଙ୍ଗରେ ରହିବା ପାଇଁ ଜଣେ ଦାସୀକୁ ପଠେଇବାକୁ ଚାହୁଁଛି, ଯଦି ଆପଣ ଅନୁମତି ଦେବେ। ଦାସୀ? ଆଚ୍ଛା, ଠିକ୍ ଅଛି। କୁବୁଜି ମନ୍ଥରା, ଗିରିରାଜା ତାଙ୍କ କନ୍ୟା ବିବାହରେ ପ୍ରଚୁର ଉପହାର ସହ ଦେଲେ ଗୋଟେ ବିଶେଷ ଉପହାର। ତାଙ୍କ କନ୍ୟାର ଛାୟା ସଙ୍ଗିନୀ ହିସାବରେ ଦେଲେ ମନ୍ଥରାକୁ। ଆଚ୍ଛା ପିତାଶ୍ରୀ,
ସମୁଦ୍ର ସେପଟେ କୋଉ ଦେଶ? କେତେ ଦେଶ ଅଛି? କାଞ୍ଚି, ଅବନ୍ତୀ, ଅଯୋଧ୍ୟା। ଦେଶ କଣ ଗୋଟିଏ କି ମା ସୁମିତ୍ରା? ଯେତେବେଳେ ଶାଶୁଘରକୁ ଯିବୁ ସେତେବେଳେ ଦେଖିବୁ ସେ ସବୁ ଦେଶ ଆମର ଏଇ ସିଂହଳ ଦେଶ ଠାରୁ କେତେ ଅଲଗା। ହେଲେ ପିତାଶ୍ରୀ, ମୁଁ ଯଦି ବିବାହ ନ କରେ ତାହେଲେ ତ ଏ ସୁନ୍ଦର ସିଂହଳକୁ ଛାଡ଼ିକି ମୋ ପିତାଶ୍ରୀ ମହାରାଜ ସୁମିତ୍ରଙ୍କୁ ଛାଡ଼ିକି କୁଆଡ଼େ ବି ଯିବାକୁ ପଡ଼ିବନି। ଠିକ କହିଲି ନା? ସେମିତି କଣ ହୁଏ କି ମା? ସବୁ କନ୍ୟାଙ୍କୁ ଦିନେ ନା ଦିନେ ନିଜ ଘର ଛାଡ଼ି ସ୍ୱାମୀ ଘରକୁ ଯିବାକୁ ପଡେ, ଆଉ ସେଇଟାକୁ ହିଁ ନିଜ ଘର କରିବାକୁ ହୁଏ। ସିଂହଳ ମହାରାଜ, ଗୋଟେ ଜରୁରୀ କଥା ଥିଲା। କଥା କଣ ମହାରାଣୀ? ଇଏ କଣ? ତୁମେ ବହୁତ ଚିନ୍ତିତ ଥିଲା ଭଳି ଲାଗୁଛ। ପିତାଶ୍ରୀ, ଆପଣମାନେ କଥା ହୁଅନ୍ତୁ, ମୁଁ ଭିତରକୁ ଯାଉଛି। ଠିକ ଅଛି ମା। ଏଥର କୁହ, କଣ ହେଇଛି? ମହାରାଜ, ମୁଁ ଜାଣିଛି ସୁମିତ୍ରା ଆପଣଙ୍କର ବହୁତ ଆଦରର ଧନ। ତାକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ରହିବା କଥା ଆପଣ ଭାବି ମଧ୍ୟ ପାରିବେନି। କିନ୍ତୁ କଣ ମହାରାଣୀ, ମତେ କୁହ। ମହାରାଜ, ସୁମିତ୍ରା ଏବେ ବଡ଼ ହେଇଛନ୍ତି। ଏବେ ତାଙ୍କର ବିବାହ କଥା ଚିନ୍ତା କରିବାକୁ ପଡ଼ିବ। ତୁମେ କଣ ଭାବୁଛ ମୁଁ ସେସବୁ କଥାକୁ ନେଇ କିଛି ଚିନ୍ତା କରୁନି? ଶୁଣ, ମୁଁ ୟା ଭିତରେ ହିଁ ବ୍ରାହ୍ମଣ ପଣ୍ଡିତଙ୍କ ସହ ଆଲୋଚନା ବି କରିନେଇଛି। ଆପଣ କଣ ସୁମିତ୍ରାର ସ୍ୱୟଂବର କଥା ଭାବିଛନ୍ତି ନା ପୁଣି ନିଜେ କୌଣସି ସୁପାତ୍ର ନିର୍ବାଚନ କରିଛନ୍ତି? ମହାରାଜ, ଗୋଟିଏ ସୁପାତ୍ର ମୁଁ ମନେ ମନେ ସ୍ଥିର କରିସାରିଛି। ବ୍ରାହ୍ମଣଙ୍କୁ ବି ନିର୍ଦ୍ଦେଶ ଦେଇଛି ମୋ ପ୍ରସ୍ତାବ ନେଇ ତାଙ୍କ ପାଖକୁ ଯିବା ପାଇଁ। ଯଦି ସେ ସମ୍ମତ ହେବେ ତାହେଲେ ତାଙ୍କଠାରୁ ଆଉ ସୁପାତ୍ର ଭୂଭାରତରେ ମୁଁ କୋଉଠି ପାଇବିନି ମହାରାଣୀ। କିଏ ସେ ମହାରାଜ? ଅଯୋଧ୍ୟା ନଗରର ଅଧିପତି ମହାରାଜ ଦଶରଥ। ମହାରାଜା ଦଶରଥ? ଅଯୋଧ୍ୟା ନରପତି ଦଶରଥଙ୍କର ଜୟ ହେଉ। ପ୍ରଣାମ ଗ୍ରହଣ କରନ୍ତୁ ବ୍ରାହ୍ମଣ। କିଏ ଆପଣ? କୋଉଠୁ ଆସିଛନ୍ତି? ମୁଁ ବ୍ରାହ୍ମଣ, ବହୁ ଦୂର ସିଂହଳ ରାଜ୍ୟରୁ ଆସିଛି ମହାରାଜ। ଅଯୋଧ୍ୟା ନଗରୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଚାଲନ୍ତୁ, ମହଲକୁ ପଦାର୍ପଣ କରନ୍ତୁ। କ୍ଷମା କରିବେ ମହାରାଜ, ମୁଁ ଗୋପନରେ ହିଁ ଆପଣଙ୍କ ସହ ଦେଖା କରି ଏକ ଆବେଦନ ଜଣାଇବାକୁ ଆସିଛି। ଗୋପନରେ ଆସିଛନ୍ତି? କି ଆବେଦନ ବ୍ରାହ୍ମଣ? ମହାରାଜ, ସିଂହଳର ରାଜା ସୁମିତ୍ରଙ୍କର ଗୋଟିଏ ପରମ ସୁନ୍ଦରୀ ବିବାହ ଯୋଗ୍ୟ କନ୍ୟା ଅଛନ୍ତି। ସେ ଚାହୁଁଛନ୍ତି ତାଙ୍କ ସ୍ନେହରେ ବଢ଼ିଥିବା କନ୍ୟା ସୁମିତ୍ରାଙ୍କୁ ଆପଣଙ୍କ ହାତରେ ଟେକି ଦେବା ପାଇଁ। ହେଲେ ଦେଶରେ ତ ଆହୁରି ବହୁତ ରାଜା ମହାରାଜା ଅଛନ୍ତି, ମୁଁ କଣ ପାଇଁ? କାରଣ ଆମ ପରମ ସୁନ୍ଦରୀ ରାଜକନ୍ୟା ସୁମିତ୍ରାଙ୍କର ଯୋଗ୍ୟ ପାତ୍ର ହିସାବରେ କେବଳ ମାତ୍ର ରାଜଚକ୍ରବର୍ତ୍ତୀ ରାଜା ଦଶରଥ ହିଁ ଯୋଗ୍ୟ ମହାରାଜ। ଠିକ ଅଛି, ଆପଣ ଯାଆନ୍ତୁ ବ୍ରାହ୍ମଣ। ସିଦ୍ଧାନ୍ତ ନେବା ପାଇଁ ଟିକେ ସମୟ ଦରକାର ମୋର। ମହାରାଜଙ୍କର ଜୟ ହେଉ। ମୁଁ ତେବେ ଆସୁଛି। ପ୍ରଣାମ।
ज्येष्ठ राणी माँ मध्यम राणी माँ प्रणाम। महाराज एबे मृगयारू फेरिले से भीतर महल को आसुचंती। कौशल्या महाराज प्रणाम ग्रहण करंतु महाराज। सब कुशल तो? हाँ कौशल्या। कैकेयी प्रणाम महाराज। पथरे कौनसी कष्ट हैनी तो? ना कैकेयी। आसंतु महाराज आसंतु। एबे टिके विश्राम करंतु। मु दासी को पाद धोइबा पई जल आनिबा को कहूची। दासी रुह तुम दुई रानी पई मु कौन आनिछि ताहा देख आग। कौन आनिछंती महाराज? सुमित्रा ये हेले सिंहल राजकन्या सुमित्रा ए अयोध्या नगरीर सान रानी तुम मानकर सान भौणी। प्रणाम ज्येष्ठ भगिनी प्रणाम मध्यम भगिनी। स्वामी सुहागिनी हुआ भगिनी। खुशी रे रुह। राजा दशरथ ज्येष्ठ राणी कौशल्या मध्यम राणी कैकेयी एवं कनिष्ठ राणी सुमित्रा को नहीं खुशी रे राजकार्य चलैबारे लागिले।